ଧନ, ଯୌବନ, ଜୀବନ ଏ ତିନୋଟି ସଂସାରରେ ସ୍ଥାୟୀ ନୁହେଁ। ଜଳର ବୁଦ୍ବୁଦ୍ ତୁଲ୍ୟ ଏହା ଅସ୍ଥାୟୀ। ତଥାପି ଧନ ଗର୍ବରେ ଲୋକେ ଅହଙ୍କାରୀ ହୋଇଥାନ୍ତି। ପଦ ପଦବୀ ପାଇଗଲେ କ୍ଷମତାର ଦୁରୁପଯୋଗ କରି ସ୍ୱୈରାଚାରକୁ ପ୍ରାଧାନ୍ୟ ଦେଇଥାନ୍ତି। ପୁଣି ଯୌବନ ମଦମତ୍ତ ହୋଇ ଧରାକୁ ସରା ମଣିଥାନ୍ତି। ଧନ କଦାପି ଶାନ୍ତିର କାରଣ ନୁହେଁ। ଏହା ଯେତେ ବଢ଼େ ବ୍ୟକ୍ତି ସେତେ ଅହଙ୍କାରୀ ହୋଇ ଉଠନ୍ତି। ମାନସିକ ଶାନ୍ତି ସ୍ଥିରତା କ୍ରମଶଃ ହରାଇ ବସନ୍ତି। ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଏକ କାହାଣୀଟିଏ। ମୁମ୍ବାଇରେ ଜଣେ ସେଠ୍ ଥିଲେ, ଯାହାଙ୍କର ଭକ୍ତି ଓ ପୂଜା ଇତ୍ୟାଦିରେ ଗଭୀର ଶ୍ରଦ୍ଧା ଥିଲା। ସେ ସମୟେ ସମୟେ ସାଧୁ ସନ୍ତଙ୍କୁ ନିଜ ବିରାଟ ପ୍ରାସାଦକୁ ଡକାଇ ସେମାନଙ୍କର ଉପଯୁକ୍ତ ଚର୍ଚ୍ଚା କରୁଥିଲେ। ଅଚଳ ଅଚଳ ସମ୍ପତ୍ତି ଓ ଭକ୍ତିଭାବ ଥିଲେ ମଧ୍ୟ ତାଙ୍କ ମନ ସର୍ବଦା ଅଶାନ୍ତି ଥିଲା। ଥରେ ଜଣେ ସନ୍ନ୍ୟାସୀ ତାଙ୍କ ଘରକୁ ଆସିଲେ। ସନ୍ନ୍ୟାସୀଙ୍କ ସେବା କରିବା ଅବସରରେ ସେଠ୍ଜୀ ତାଙ୍କ ମନର ଅଶାନ୍ତି କଥା ଜଣାଇଲେ। ଦ୍ୱିପହରର ଭୋଜନ ପରେ ସେଠ୍ଜୀ ସନ୍ନ୍ୟାସୀଙ୍କୁ ପ୍ରାସାଦର ବିଭିନ୍ନ କୋଠରୀ ବୁଲାଇ ସେ ସବୁକୁ ଦେଖାଇଲେ। ପରେ ତାଙ୍କର ବିସ୍ତୀର୍ଣ୍ଣ ମନଲୋଭା ବଗିଚା ଦେଖାଇ ଫୁଲଫଳ ଚାରା ବିଦେଶରୁ ଆଣିଥିବା କଥା ସୂଚନା ଦେଲେ। ଏହାପରେ ଅଦୂରରେ ଥିବା ଏକ ବିରାଟ ପ୍ରାସାଦ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ସେଇଠି ହେଉଛି ମୋର କାରଖାନା। ସେଠାରେ 3000ରୁ ଊର୍ଦ୍ଧ୍ୱ ଲୋକ କାମ କରୁଛନ୍ତି। ତା ଆରପାଖରେ ଯେଉଁ ବିସ୍ତୃତ ଜମି ରହିଛି, ସେଠାରେ ଆଉ ଏକ କାରଖାନା ନିର୍ମିତ ହେବ। ମୋର ଏତେଟା ମଟର ଗାଡ଼ି। ଏମିତି ନିଜ ପରିବାର ପଣିଆ ସମ୍ପର୍କରେ କହି ଚାଲିଲେ। ସନ୍ନ୍ୟାସୀ ନିର୍ବିକାର ଭାବରେ ସେ ସବୁ ଶୁଣି ଖାଲି ହୁଁ ହୁଁ ମାରି ଚାଲିଥିଲେ। ଉଭୟ ବୈଠକଖାନାରେ ପହଞ୍ଚିଲେ। ସେଠାରେ ଗୋଟିଏ ପୃଥିବୀ ମାନଚିତ୍ର ଟଙ୍ଗା ହୋଇଥିଲା। ସନ୍ନ୍ୟାସୀ ସେଠ୍ଜୀଙ୍କୁ କହିଲେ, ଏ ମାନଚିତ୍ରରେ ଭାରତର ସ୍ଥାନ କେଉଁଠି? ସେଠ୍ ଭାରତ ଉପରେ ଅଙ୍ଗୁଳି ରଖିଲେ। ତାହା ଖୁବ୍ କ୍ଷୁଦ୍ର ଜଣା ପଡ଼ୁଥିଲା। ସନ୍ନ୍ୟାସୀ ପୁନର୍ବାର ପ୍ରଶ୍ନ କଲେ, ଏହା ଦେହରେ ବମ୍ବେ କେଉଁଠାରେ? ସେଠ୍ଜୀ ବମ୍ବେକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ। ଭାରତ ତୁଳନାରେ ତାହା ଅତି କ୍ଷୁଦ୍ର ବିନ୍ଦୁ ଭଳି ଦେଖାଯାଉଥିଲା। ସନ୍ନ୍ୟାସୀ ପୁଣି ପ୍ରଶ୍ନ କଲେ, ଏହି ବମ୍ବେରେ ଆପଣଙ୍କ ବଙ୍ଗଳା, ବଗିଚା, କାରଖାନା ଇତ୍ୟାଦି କେଉଁଠି? ସେଠ୍ଜୀ ଏଥିରେ ବହୁତ ଲଜ୍ଜା ଅନୁଭବ କଲେ। କାରଣ ଯେଉଁଠି ବମ୍ବେ ବିନ୍ଦୁ ଭଳି ଦେଖାଯାଉଛି, ସେଠି ତାଙ୍କ ବଙ୍ଗଳା, କାରଖାନା ଇତ୍ୟାଦିର ସ୍ଥିତି କାହିଁ? ସେଠ୍ଜୀ ଜାଣିପାରିଲେ ତାଙ୍କର ଧନାଭିମାନ ଜନିତ ଅହଙ୍କାରକୁ ଦୂର କରିବା ପାଇଁ ସନ୍ନ୍ୟାସୀ ଏହା ପଚାରିଥିଲେ। ସେଠ୍ଜୀ ଏହି ଅଭିମାନ ଦୂର କରିବା ପ୍ରଚେଷ୍ଟାରେ ରହିଲେ। ଏହାପରେ ତାଙ୍କ ଜୀବନରେ ଶାନ୍ତି ଫେରି ଆସିଲା। ଧନ ସମ୍ପତ୍ତିର ମୋହ ଅଶାନ୍ତିକୁ ଡାକି ଆଣିଥାଏ। ଏ ମାଟି ଦିନେ ଯାହାର ଥିଲା, ସେ ଆଜି ରହି ନାହାନ୍ତି। ଆଜି ଯାହା ଅଧୀନରେ ଅଛି, ସେ ଚିରଦିନ ରହିବେ ନାହିଁ। ଚକ୍ରବର୍ତ୍ତୀ ରାଜା ମହାରାଜାମାନେ ମଧ୍ୟ ଆଜି ନାହାନ୍ତି। ଧନବାନ ନୁହେଁ, ନମ୍ରତା ହିଁ ଜୀବନରେ ଅତି ପ୍ରୟୋଜନ। ଆଜିର କାହାଣୀଟି ଯଦି ଆପଣମାନଙ୍କୁ ପସନ୍ଦ ଆସୁଥାଏ, ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟସ୍ କରନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।